सो हे गाइस वेलकम टू अनदर ब्लॉग। ମୁଁ ତ ଏବେ ଜଷ୍ଟ କାଲି ରାତିରେ ଠିକ୍ ସେ ଶୋଇନଥିଲି ତ ନିଦ ବି ଭଲସେ ହେଲାନି, ତ ସେଥିପାଇଁ ଟିକେ ସକାଳୁ ସକାଳୁ ଟିକେ ବ୍ଲାକ୍ କଫି ବନେଇଦେଲି। କାହିଁକିନା ମୁଣ୍ଡଟା ବି ଟିକେ ଟିକେ ବିନ୍ଧୁଥିଲା, ତ ସେଥିପାଇଁ ମୁଁ ଭାବିଲି ବ୍ଲାକ୍ କଫିଟା ଟିକେ ବେଟର୍ ରହିବ ଦେହ ପାଇଁ। ତ ସେଥିପାଇଁ ସକାଳୁ ସକାଳୁ ଉଠିକି ପୁରା ଭଲସେ ବ୍ଲାକ୍ କଫି ବନେଇଲି। ଭାଇ ବ୍ୟାଚଲର୍ ଲାଇଫ୍ରେ ବ୍ଲାକ୍ କଫିଟା କିଛି ଏମିତି ବନାଯାଏ ପୁରା ଇଜିଲି, କିଛି ଟେନସନ୍ ନାହିଁ, ଝଞ୍ଝଟ ନେବାର ନାହିଁ। ସିଧା ଏଥିରେ ଗରମ କର, ପାଣି ଢାଳ, ବାସ୍ ହେଇଗଲା ବ୍ଲାକ୍ କଫି। ନା ପଟ୍ ଅଛି ନା ଇଏ ଅଛି, ଏସବୁ ଜିନିଷ ବ୍ୟାଚଲର୍ମାନଙ୍କ ପାଇଁ ଦରକାର ନାହିଁ ଆକ୍ଚୁଆଲି। କଥା ହେଲା ଏଇଆ ଯେ ଲାଇକ୍ କାଲି ବହୁତ ବଡ଼ ପ୍ରୋବ୍ଲେମ୍ ହେଇଗଲା। କାଲି ସକାଳୁ ମୁଁ ଉଠିଥିଲି ଫାଷ୍ଟ ବ୍ଲଗ୍ ବନେଇବା ପାଇଁ, ବଟ୍ ହେଲା କ'ଣ ନା, ମୁଁ ଉଠିକି ଦେଖିଲା ବେଳକୁ ଆମର ଓନର୍ ଆସିକି ସବୁ ସଫାସଫି ଚଲେଇଛନ୍ତି। କ'ଣ ନା ତାଙ୍କ ଛାତ ଅସନା ହେଇଯାଉଛି, ସେଥିରେ ଲାଳୁକ ଲାଗୁଛି, ସେଥିରେ ପାଣି ଲିକ୍ ହେଉଛି, ମାନେ ବହୁତ କିଛି ବ୍ଲା ବ୍ଲା ବ୍ଲା। ଭାଇ ଠିକ୍ ଅଛି, ତୁମ ଘର, ତୁମ ଛାତ, ତୁମେ ଯାହା ଇଚ୍ଛା ତୁମେ ସେୟା କରିବ, ସେଥିରେ ମୋର କିଛି କହିବାର ନାହିଁ କି ମୋର କିଛି ଅବଜେକ୍ସନ୍ ବି ନାହିଁ। ପ୍ରୋବ୍ଲେମ୍ ହେଲା ଏଇଆ ଯେ କିଛି ଜିନିଷ, ଯେଉଁ ଜିନିଷ ମୋତେ ପସନ୍ଦ ସେ ଜିନିଷ ମୁଁ ଆଣିକି ଘରେ ରଖୁଛି। କାହିଁକି ନା ମୋତେ ଭଲ ଲାଗୁଛି। ମୋତେ ଜୋତା ଭଲ ଲାଗୁଛି, ମୁଁ ଜୋତା ରଖିବି। ମୋତେ ଟେବୁଲ୍ ଭଲ ଲାଗୁଛି, ମୁଁ ଟେବୁଲ୍ ରଖିବି। ମୁଁ ତ ରେଣ୍ଟ ଦେଉଛି, ଟାଇମ୍ ଟୁ ଟାଇମ୍ ରେଣ୍ଟ ଦେଉଛି, କିଛି ପ୍ରୋବ୍ଲେମ୍ ନାହିଁ, ଇଏ ନାହିଁ। ଆଜି ପର୍ଯ୍ୟନ୍ତ ତାଙ୍କ ସହିତ କେବେ ମୁଁ ଓଲଟା ସିଧା କଥା ବି କହିନି, ସବୁ ଜିନିଷ ଠିକ୍ ଅଛି। ବଟ୍ ଜାଣିନି ତାଙ୍କର କ'ଣ ପ୍ରୋବ୍ଲେମ୍। ମୁଁ ମାନେ ମୋର ଯେଉଁ ଜିନିଷଟା ସେ ନେଇଯାଇଛନ୍ତି, ନେଇକି ତଳେ ଥୋଇ ଦେଇଛନ୍ତି, ସେ ଜିନିଷଟା ଫାଷ୍ଟ କଥା ତ ମୋତେ ତୁମେ ପଚାରୁନ, ମୁଁ ସେଥିରେ ଯେଉଁ ଟାଇମ୍ ଆଉ ଏଫର୍ଟ ଯାହା ବି ଦେଇଛି, ସେସବୁ ଜିନିଷର କିଛି ଭ୍ୟାଲ୍ୟୁ ନାହିଁ। ତାହେଲେ ସେ ଜିନିଷ ମୋ ପାଇଁ ଭ୍ୟାଲୁଏବଲ୍, ହୁଏତ ତୁମ ପାଇଁ ଭ୍ୟାଲୁଏବଲ୍ ନ ହେଇଥାଇପାରେ, ବଟ୍ ଆଟଲିଷ୍ଟ ମୋତେ ପଚାରିବାର ଥିଲା ଯେ ଏଇ ଜିନିଷଟା କ'ଣ ହେବ। ସୋ ଏଇଠି ପ୍ରଦୀପ ଭାଇଙ୍କର ମୋର ସବୁ ସକାଳୁ ସକାଳୁ ଭୋରୁ ଯାଇକି ବିଲରୁ ଆମେ ମାଟି ନେଇକି ଆସୁ। ଏମିତି ଟାଇପ୍ର ଗୋଟେ ଟ୍ରେ ଥିଲା, ତା ଭିତରେ ଏମିତି ମାଟି, ଖତ ବି, ତଳେ ବି ଏଇଠି ଖତ ଅଛି, ଏଠି ଖତ ଅଛି। ତ ଏମିତି ଆମେ ଜିନିଷ ଆଣିକି ସବୁ ରଖିଥିଲୁ, ବନେଇଥିଲୁ, ତା ଦ୍ୱାରା ଏଫର୍ଟ ଦେଇଥିଲୁ। ତ ତୁମେ ବିନା ପରମିସନ୍ରେ ତୁମେ ନେଇଗଲ। ଓଲଟା ବହୁତ ଆର୍ଗୁମେଣ୍ଟ ବି ହେଲା କାଲି। ମୁଁ ବି କହିଲି କାହିଁକି ତୁମେ ନେଲ, ଇଏ କଲ, ସେଇଟା କଲ। ତ ମୋତେ କହିଲେ କି ଛାତରେ ରଖିଛ, ଛାତ ଖରାପ ହେଉଛି, ମୁଁ ଦେଖାଉଛି ଆପଣଙ୍କୁ। ସୋ ସେଟା ମୁଁ ଏଇଠି ଥୋଇଥିଲି, ଏଇଠି ଏଇ ଜାଗାରେ ହିଁ, ଆମର ଯେମିତି ରୁମ୍ରୁ ଜଷ୍ଟ ବାହାରିବ ଏଇ ଜାଗାରେ ହିଁ ଥୋଇଥିଲି। ମୁଁ ଆପଣଙ୍କୁ ଦେଖାଉଛି, ମୁଁ ମାଟି ଫାଟି ବି ଆଣିକି ରଖିଥିଲି। ସେଥିରେ ମୁଁ ଟାଇମ୍ ଦେଇଛି, ସେଥିରେ ଏଫର୍ଟ ଦେଇଛି, ଯାହା ବି ମୁଁ ସେଥିରେ କିଛି ନା କିଛି କଷ୍ଟ କରିଛି, ଆଉ ସେଇ ଜିନିଷଟା ମୋତେ ବହୁତ ପସନ୍ଦ। ସେଥିପାଇଁ ମୁଁ ଏଇଠି ରଖିଛି, ନହେଲେ ମୁଁ କାହିଁ ରଖିଥାନ୍ତି। କହିବା କଥା ଯେ ଏଇଠି ଛାତ ଖରାପ ହେଇଯାଉଛି। ଆକ୍ଚୁଆଲି ସିଏ ମାନେ ଏଭ୍ରି ୱିକ୍ ଆମେ କ୍ଲିନ୍ କରୁ ଛାତକୁ, ଏଇ ଏରିଆ ସବୁ ଯାକ ଆମେ କ୍ଲିନ୍ କରୁ। ଯେହେତୁ ବର୍ଷା ଦିନ ହେଉଛି ତ ଅବଭିୟସ୍ଲି ଟିକେ ଟିକେ ଇଏ ରହିବ, ତଥାପି ଆମେ କ୍ଲିନ୍ କରୁ ସବୁବେଳେ। ଯଦି ମାନେ ଆଜିକି 6ରୁ 7 ମାସ ହେଲାଣି ଆମେ ଏଇଠି ଲଗେଇଥିଲୁ, ଯଦି ଆମେ କ୍ଲିନ୍ ନ କରିଥାନ୍ତୁ ତାହେଲେ କ'ଣ ଏଇଟା ଛାତଟା ଏମିତିଆ ହେଇକି ରହିଥାନ୍ତା। ମୁଁ ଆପଣଙ୍କୁ ଦେଖାଉଛି, ଆଉ ଗୋଟେ ଜାଗା ଦେଖାଉଛି, ଥରେ ଏଇ ଜାଗାଟାକୁ ଦେଖନ୍ତୁ। ଏଠି ବି ଗଛ ଲଗେଇଛନ୍ତି ସେମାନେ, ବଟ୍ ଏଇ ଜାଗାଟା ଦେଖନ୍ତୁ କେଉଁ ଭଳିଆ ଅସନା ହେଇକି ପଡ଼ିଛି, ଆଉ ଆମେ କେମିତି ଲଗେଇଥିଲୁ। ମୁଁ ଆକ୍ଚୁଆଲି ୟା ଉପରେ ରଖିଥିଲି ଟ୍ରେ, ନା କି ମୁଁ ଡାଇରେକ୍ଟ ରଖିଥିଲି, ମୁଁ ୟା ଉପରେ ହିଁ ଟ୍ରେଟାକୁ ଥୋଇଥିଲି। ଇଏ ଦେଖନ୍ତୁ କେମିତି ଅସନା ହେଇକି ପଡ଼ିଛି। ତାଙ୍କୁ ଏଇ ଜିନିଷଟା ଦେଖାଯାଉନି, ବଟ୍ ତାଙ୍କୁ ଦେଖାଗଲା ଯେ ଆମର ସେଇଠି ସେତିକି ଖାଲି ରହିଥିଲା ବୋଲି ମାନେ ଖରାପ ହେଇଗଲା। ଦିସ୍ ଇଜ୍ ନଟ୍ ଫେୟାର୍। ସୋ ଫାଇନାଲି ମୋ ଗଛ ନେଇ ଆସିଲି। ତାଙ୍କ ଛାତ ଖରାପ ହେବ ବୋଲି ସେଥିପାଇଁ ମୁଁ ତଳେ ବ୍ଲାକ୍ ପଲିଥିନ୍ ପକାଇକି ତା ଉପରେ ରଖିଦେଲି। ଆଗରୁ ବାହାରେ ରହୁଥିଲା, ତ ସେଥିପାଇଁ ମୁଁ ଆମ ଗେଟ୍ ଭିତରକୁ ନେଇ ଆସିଲି, ଆଣିକି ଏଇଠି ରଖିଲି। ଫାଇନାଲି ରେଡ଼ି ହେଇସାରିଲିଣି ଅଫିସ୍ ଯିବା ପାଇଁ। ବାହାରେ ବର୍ଷା ହେଉଛି ଆଜି। ତାପରେ ବାଟରେ ରହିକି ମୁଁ ଏଠି ଟିଫିନ୍ ନେଇନେଲି। ବହୁତ ଜୋରରେ ଭୋକ ଲାଗିଥିଲା, ତ ସେଥିପାଇଁ ଗରମ ଗରମ ପୁରୀ ପୁରା ପ୍ୟାକ୍ କରିଦେଇଥିଲେ ଭାଇ। ଆଉ ଭାଇଙ୍କ ହସ ଭାଇ ଏକ ନମ୍ବର, ପୁରା 1,00,000 ଟଙ୍କାର। ତ ଭାଇ ନିଅନି। ସୋ ଏଠି ଟ୍ରାଫିକ୍ ପାଖରେ ସଡନ୍ଲି ଜଣେ ମାଗିଦେଲେ ମୋତେ ଖାଇବାଟାକୁ, ମୋତେ ଦିଅ ବୋଲି। ତ ମୋତେ ଆଉ ଭଲ ଲାଗିଲାନି, ତ ଦେଇଦେଲି। ବଟ୍ ମୋତେ ବି ବହୁତ ଜୋରରେ ଭୋକ ଲାଗିଥିଲା, କ'ଣ କରିବି। ବରା, ପୁରୀ, ଇଡ଼ଲି
मिसेकी पैक करदेवे आउ पुणी तापर ऑफिस तले जाकि पुणी मते आउ थे खाଇବା नहीं आसो पड़ा जेहेतु भोक लगी तो आज किसी करहबनी ऑफिस सारिक जिम पलि आसली वर्कआउट करवा सो जिम रू आसला परे एबे रोसई है भात सोयाबीन तरकारी भात ऑलरेडी प्रदीप भाई रांधि जाते तो मत खाली टे आसिक सोयाबीन तरकारी करा पड़ा तो रात आज ये सो आज दिन पूरा एमती ट्राजेडी सहित घटला सका बहुत सारा टेंशन गछपाई पुणी तापर ऑफिस जावा बाटर भी टेंशन सो यह हूँ डेली लाइफ आउ प्रोफेशनल लाइफ आ पर्सनल लाइफ भी मेंटेन करिया भी टे मुस्किल हो जाऊँगी तो ये ब्लॉग भी ठीक से बन होनी सो पुणी देखा गोटे नुआ ब्लॉग रे थैंक यू बाय बाय गुड नाइट।